जय हिंद। देखो आज आम कौन देखा ना एग्रीकल्चर माने कृषि आमर कौन जे एग्रीकल्चर रिवोल्यूशन रिवोल्यूशन माने कौन अटे ना विप्लव अटे। आम विप्लव क्या कहवा ना दीर्घ समय धरिक आम कौन करवा गोटे जिन करुवा एवं तार हठात जो कौन परिवर्तन होकर आम जो सफलता मिली आम कौन कर विप्लव बोली कहते। सेपरी भाव में भारत में आम कौन जे एग्रीकल्चर रिवोल्यूशन माने कृषि विप्लव भी देखा मिलता। ଆପଣ ବୋଲେ କାହିଁକି ଆମର କୃଷି ବିପ୍ଳବ ଦେଖିବାକୁ ମିଳିଥିଲା? ଦେଖନ୍ତୁ ଭାରତରେ ଅଧିକ ଜନସଂଖ୍ୟା ଆମର କଣ ଯେ ବସବାସ କରୁଛନ୍ତି। କୃଷି ହେଉଛି એકમાત્ર ମାଧ୍ୟମ ଯାହା ମାଧ୍ୟମରେ ଆମେ କଣ କରିପାରିବା ନା ଆମର ଭାରତର ଲୋକମାନଙ୍କୁ ଆମେ ଖାଦ୍ୟ କଣ ଯୋଗାଇ ପାରିବା ଏବଂ ଦୁଇ ବେଳା ଦୁଇ ମୁଠ ନାଇଁ ଦେଇ କଣ ଯେ ଖାଦ୍ୟ ଯୋଗାଇ ତାଙ୍କର ପେଟକୁ ଆମେ ପୋଷଣ କରିପାରିବା। ହେଲେ ଆମର କୃଷି ପୁରାତନ କୃଷି ଅଟେ। ମାନେ ପୁରାତନ ପ୍ରଣାଳୀରେ ହିଁ ଆମେ କଣ କରୁଛନ୍ତି ନା ଆମର ପୂର୍ବପୁରୁଷ ମାନେ ଯେପରି ଭାବରେ କୃଷି କାର୍ଯ୍ୟ କରୁଥିଲେ ସେପରି ଭାବରେ ହିଁ ଆମେ କଣ ଯେ କୃଷି କାର୍ଯ୍ୟ କରୁଥିଲେ। ତେଣୁକରି ବେଲି ଅଧିକ ଉତ୍ପନ୍ନ ଆମର ହଉନଥିଲା। ମାନେ ଆମର ଆବଶ୍ୟକତା ଠାରୁ ଆମର ଜମିରେ କମ ଶସ୍ୟ ଆମର ଉତ୍ପନ୍ନ ହଉଥିଲା, ଯାହା ଫଳରେ ଆମେ ଦେଇ କହେ ଖାଦ୍ୟ ସଂକଟ ଦେଖିବା ପାଇଁ ବେଲି ମିଳିଲା। ତେଣୁକରି ବେଲି ଭାରତ ସରକାର କଣ କଲେ ନା କୃଷିର ଉନ୍ନତିକରଣ କରିବା ପାଇଁ ବେଲିକିରି ଆମର କଣ ଆଣିଲେ ନା କୃଷି ବିପ୍ଳବ ଆମର ଆଣିଲେ। ଏବଂ କିଭଳି ଭାବରେ ଆମେ କୃଷି କ୍ଷେତ୍ରରେ ଆମେ ଉନ୍ନତି କରିପାରିବା ସେଥିପାଇଁ ବେଲିକିରି ଆମର ଏସ୍ ସ୍ୱାମୀନାଥନଙ୍କ କଣ ଜରିଆରେ ଏକ କମିଟି ବସା ହେଲା ଏବଂ ସେ କମିଟିର ରିପୋର୍ଟ ଅନୁଯାୟୀ ଆମେ କଣ କଲେ ନା ଆମର କୃଷି କ୍ଷେତ୍ରରେ ଉନ୍ନତ ଧରଣର ଜ୍ଞାନ କୌଶଳ, ଉନ୍ନତ ଧରଣର ବିହନ ଯାହାକୁ ଆମେ କହୁଛେ HYVS ହାଇ ହିଲ୍ଡ ଭେରାଇଟି ସିଡ୍ସ କୁ ଆମେ କଣ କଲେ ଆମେ ଜମିରେ ଆମେ କଣ କଲେ ପକେଇଲେ ଏବଂ ଆମେ ଉନ୍ନତ ଧରଣର ଜ୍ଞାନ କୌଶଳ ଯନ୍ତ୍ରପାତିକୁ ଲଗାଇଲେ, ଉନ୍ନତ ଧରଣ ବିହନ ପକେଇଲେ, ଉନ୍ନତ ଧରଣ ଯନ୍ତ୍ରପାତି ମଧ୍ୟ ପକେଇଲେ ଏବଂ ଆମେ କୀଟନାଶକ ଔଷଧ ୟୁରିଆ DAP ଏବଂ ସବୁ ଜାଗା ଆମେ ପକେଇକି ମାଟିର ଉର୍ବରତାକୁ ବଢେଇଲେ ଏବଂ ଆମେ କଣ କଲେ ନା କୃଷି କ୍ଷେତ୍ରରେ ଉନ୍ନତି ଆମେ ଆଣିଲେ। ଯାହା ଫଳରେ ଆମର କଣ ହେଲା ନା ଯାହା ଯେତିକ ଉତ୍ପନ୍ନ ହେଲା ତାହାକୁ ଆମେ ଖାଦ୍ୟ ରୂପେ ଗ୍ରହଣ କଲେ ଏବଂ ବଳକା ଖାଦ୍ୟକୁ ଆମେ ବିକ୍ରି କରିକି ମୋଟା ଅଙ୍କର ଧନ ବି ମଧ୍ୟ ଆମେ କଣ କଲେ ପ୍ରାପ୍ତ କଲେ। ତେଣୁକରି ବୋଲି କଣ ଯେ ଏହି କୃଷି କ୍ଷେତ୍ରରେ ହୋଇଥିବା ଅଭୂତପୂର୍ବ ଏହି କ୍ରାନ୍ତିକୁ ହିଁ ଆମେ କଣ କହିଲେ କୃଷି ବିପ୍ଳବ ବୋଲି କହିଲେ। ତେଣୁକରି ବୋଲି ଭାରତର କଣ ଯେ ଗ୍ରୀନ ରିଭଲ୍ୟୁସନ ର ଫାଦର ମାନେ ସବୁଜ ବିପ୍ଳବର ଜନକ କାହାକୁ କୁହାଯାଏ? MS ସ୍ୱାମୀନାଥନଙ୍କୁ କୁହାଯାଏ। ଆଉ ଆମର କୃଷି କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ବୋଲି ଆମେ ସବୁଜ ବିପ୍ଳବ କରିଥିଲେ। ସେପରି ଭାବରେ ଆମେ ବ୍ଲୁ ରିଭଲ୍ୟୁସନ ଯାହାକୁ ଆମେ କହୁଛନ୍ତି ନୀଳ କ୍ରାନ୍ତି ମାଛ ଉତ୍ପାଦନକୁ ଅଧିକ କରିବା ପାଇଁ ବୋଲି ଆମେ କଣ କରିଥିଲେ ନା ଫିsh ମାନେ ମାଛକୁ ଉନ୍ନତିକରଣ କରିବା ପାଇଁ ଅଧିକ ଯେପରି ଉତ୍ପନ୍ନ ହେବା ପାଇଁ ବ୍ଲୁ ରିଭଲ୍ୟୁସନ ଆମେ କରିଥିଲେ। ସେପରି ଭାବରେ ଆମର ଆସିଲା କଣ ଯେ ସ୍ୱର୍ଣ୍ଣ ତନ୍ତୁ ବିପ୍ଳବ। ସ୍ୱର୍ଣ୍ଣ ତନ୍ତୁ ବିପ୍ଳବ ମାନେ କଣ ନା ଝୋଟ ଆମେ ଯେମିତି ଝୋଟ ମାଧ୍ୟମରେ ଆମେ ବିଭିନ୍ନ ପ୍ରକାର ଅଖା ବନାଉଛନ୍ତି, ବିଭିନ୍ନ ପ୍ରକାର ଆମର ଆସବାବ ପତ୍ର ବି ମଧ୍ୟ ଆମେ ବନେଇଥାନ୍ତି। ତେଣୁକରି ଝୋଟର ଉନ୍ନତିକରଣ ମାନେ ଝୋଟକୁ ଅଧିକ ଉତ୍ପନ୍ନ କରିବା ପାଇଁ ବୋଲି ଆମେ ସ୍ୱର୍ଣ୍ଣ ବିପ୍ଳବ ଆମେ ସ୍ୱର୍ଣ୍ଣ ତନ୍ତୁ ବିପ୍ଳବ ଆମେ କରିଥିଲୁ। ଝୋଟ ସାଧାରଣତଃ ସୁନା କଲର ଅଟେ, ତେଣୁକରି ସ୍ୱର୍ଣ୍ଣ ତନ୍ତୁ ବିପ୍ଳବ ତନ୍ତୁ ଅଟେ ସି। ତାପରେ ଆମର ଗୋଲାପୀ ବିପ୍ଳବ ପିଆଜର ଅଧିକ ପିଆଜ ଯେପରି ଭାବରେ ଉତ୍ପନ୍ନ ହବ ତେଣୁକରି ଆମେ କଣ କରିଥିଲେ ଗୋଲାପୀ ବିପ୍ଳବ। ପିଆଜ ଦେଖିବା ପାଇଁ ବୋଲି କିଭଳି ଭାବରେ ଅଟେ ଗୋଲାପୀ କଲର ଅଟେ, ତେଣୁକରି ଆପଣ ଏପରି ଭାବରେ ଲିଙ୍କ କରିପାରିବେ ଗୋଲାପୀ ବିପ୍ଳବ ପିଆଜକୁ କଣ ଅଧିକ ଉତ୍ପନ୍ନ କରିବା ପାଇଁ। ସେପରି ଭାବରେ ଆମର ଲାଲ ବିପ୍ଳବ ରେଡ ମାଂସର ଉତ୍ପାଦନକୁ ଅଧିକ କରିବା ପାଇଁ। ମାଂସ ଦେଖିବା ପାଇଁ ଲାଲ ଅଟେ, ତେଣୁକରି ମାଂସକୁ ଅଧିକ ପରିମାଣର କଣ ଉତ୍ପନ୍ନ କରିବା ପାଇଁ ବୋଲି ଆମେ କଣ କରିଥିଲେ ନା ଲାଲ ବିପ୍ଳବ ଆମେ କରିଥିଲେ। ସେପରି ଭାବରେ ଆମର ଆସିଲା ଶ୍ଵେତ ବିପ୍ଳବ। ଶ୍ଵେତ ବିପ୍ଳବ ଯାହାକୁ ଆମେ କହୁଛନ୍ତି ଧଳା ବିପ୍ଳବ ବୋଲି କହୁଛୁ, କିନ୍ତୁ ଆପଣ ଏଥିରୁ ରଖିବେ ଶ୍ଵେତ ବିପ୍ଳବ। ଶ୍ଵେତ ବିପ୍ଳବ ଆମେ କଣ ନା କ୍ଷୀରର ଉତ୍ପାଦନକୁ ଅଧିକ କରିବା ପାଇଁ ବୋଲି ଆମେ କଣ କରିଥିଲେ ଶ୍ଵେତ ବିପ୍ଳବ ଆମେ କରିଥିଲେ। ସେପରି ଭାବରେ ଆସିଲା ଆମର କଣ ହଳଦିଆ ବିପ୍ଳବ ମାନେ ୟେଲୋ ରିଭଲ୍ୟୁସନ। ତୈଳଜାତ ବୀଜ ଏବଂ ଆମର ଯେତେବେଳେ ଡାଲି ଜାତୀୟ ଖାଦ୍ୟ ଗୁଡିକୁ ଅଧିକ ଉତ୍ପନ୍ନ କରିବା ପାଇଁ ବୋଲି ଆମେ କଣ କରିଥିଲେ ନା ହଳଦିଆ ବିପ୍ଳବ ଆମେ କରିଥିଲେ। ସେପରି ଭାବରେ ଆମର ସ୍ୱର୍ଣ୍ଣ ତନ୍ତୁ ହେଲା। ତାପରେ ଆମର ରୌପ୍ୟ ତନ୍ତୁ ରୌପ୍ୟ ମାନେ କଣ ଆମର ରୂପା ତନ୍ତୁ ଯୁକ୍ତ ଆମର ବିପ୍ଳବ କଣ କରାଯାଇଥିଲା ନା ତୁଳାର ମାତ୍ରାକୁ ଅଧିକ କରିବା ପାଇଁ ମାନେ ତୁଳା କୃଷିକୁ ଅଧିକ ଉତ୍ପନ୍ନ କରିବା ପାଇଁ ରୌପ୍ୟ ବିପ୍ଳବ ଆମେ ରୌପ୍ୟ ତନ୍ତୁ ବିପ୍ଳବ। ଆଉ ଗୋଟେ ଆସିଲା ରୌପ୍ୟ ବିପ୍ଳବ। ରୌପ୍ୟ ବିପ୍ଳବ ଅଣ୍ଡାକୁ ଅଧିକ ପରିମାଣ କଣ ଉତ୍ପନ୍ନ କରିବା ପାଇଁ ବୋଲି ଆମେ କେଉଁ ବିପ୍ଳବ କରିଥିଲେ ନା ଆମର ରୌପ୍ୟ ବିପ୍ଳବ ବୋଲି କରିଥିଲେ। ଦେଖନ୍ତୁ ରୌପ୍ୟ ବିପ୍ଳବ ବୋଲେ ଅଣ୍ଡା କହିବେ, ରୌପ୍ୟ ତନ୍ତୁ କହିଲା ବେଲେ ମିଶି କଣ ହେଇଯିବ ଆମର ସେଇଟା ଆମର ତୁଳା ହେଇଯିବ। ସେପରି ଭାବରେ ସ୍ୱର୍ଣ୍ଣ ତନ୍ତୁ କହିଲେ ଆମର ସେଇଟା କଣ ହେଇଯିବ ଝୋଟ ହେଇଯିବ। ଏପରି ଭାବରେ ଆମେ କଣ ଯେ କିଛି ବିପ୍ଳବ ଆମେ ପଢିଲେ ଏ ବିପ୍ଳବ ଗୁଡିକୁ କଣ ଯେ ବାରମ୍ବାର ଆମର କଣ ଯେ ପରୀକ୍ଷାରେ ପଚାରି ଥାଉଛି। ତେଣୁକରି ବିପ୍ଳବ ଗୁଡିକ ଆପଣ ଦେଖନ୍ତୁ ଏବଂ ଏଗ୍ରିକଲଚର ରିଭଲ୍ୟୁସନ
फादर किए आम पढ़ले एग्रीकल्चर रिवोल्यूशन कौन आम बुझीपारे। आशा करते आप बुझीपारे। आज जय हिंद।